ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୁବନ ଏନ୍ଏସି ପାଇଁ ଅନାସ୍ଥା ଭୋଟିଂ ଶେଷ ହୋଇଛି। 15ଟି ୱାର୍ଡ ବିଶିଷ୍ଟ ଭୁବନ ଏନ୍ଏସିରେ ଅନାସ୍ଥା ଭୋଟିଂ ପାଇଁ 11 ଜଣ କାଉନସିଲର ଅଂଶଗ୍ରହଣ କରିଥିଲେ। ତେବେ ଭୁବନ ଏନ୍ଏସିଟି ବିଜେଡି ହାତରେ ରହିଥିଲା। ବିଜେଡିର ନଗରପାଳ ଶୁଭେନ୍ଦୁ ସାହୁଙ୍କ ବିରୋଧରେ କିଛି କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ, ଯାହାକୁ ନେଇ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ କାମାକ୍ଷା ନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟିଂ ହୋଇଛି। ଅନାସ୍ଥାକୁ ଚ୍ୟାଲେଞ୍ଜ ପାଇଁ ଚେୟାରମ୍ୟାନ ଶୁଭେନ୍ଦୁ ସାହୁ କୋର୍ଟର ଦ୍ୱାରସ୍ଥ ହୋଇଥିବାରୁ ଫଳାଫଳ ଉପରେ ରହିତାଦେଶ ରହିଛି। କୋର୍ଟର ନିର୍ଦ୍ଦେଶ କ୍ରମେ ଭୋଟିଂ ବ୍ୟବସ୍ଥା ହୋଇଛି ଏବଂ ଫଳାଫଳ ପରବର୍ତ୍ତୀ ସମୟରେ କୋର୍ଟର ନିର୍ଦ୍ଦେଶ କ୍ରମେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଏନେଇ କଡ଼ା ସୁରକ୍ଷା ଭିତରେ ଭୋଟ ବାକ୍ସଟି ରଖାଯାଇଅଛି। ସେପଟେ ବିଜେଡି ଗଡ଼ରେ ପଦ୍ମ ଫୁଟେଇବା ପାଇଁ ଆଶାବାଦୀ ରହିଛନ୍ତି ବିଜେପିର କାଉନସିଲର। ପ୍ରଥମ ଥର ପାଇଁ ଭୁବନ ଏନ୍ଏସିକୁ ଦଖଲ କରିବା ଲକ୍ଷ୍ୟରେ ରହିଛି ବିଜେପି, ଯାହାକୁ ନେଇ ଭୋଟିଂ ପରିଚାଳନା ବ୍ୟବସ୍ଥାରେ ଥିବା କାମାକ୍ଷା ନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ସବୁକିଛି ସ୍ପଷ୍ଟ କରିଛନ୍ତି। କାଉନସିଲର ମାନେ ମୋ ବିରୁଦ୍ଧରେ ଅନାସ୍ଥା ଆଣିଛନ୍ତି। ମୁଁ 2 ବର୍ଷ ଭିତରେ ମୁଁ ରାଜନୀତି କରିବା ପାଇଁ ଆସିନଥିଲି। ମୁଁ ଆସିଥିଲି ସମାଜ ସେବା କରିବାକୁ। ମୁଁ ଗୋଟେ ସମାଜସେବୀ ହିସାବରେ ଜଣାଶୁଣା। ଭୁବନ 2 ବର୍ଷ ଭିତରେ ଯାହା ହେଇଛି ଆପଣମାନେ ମଧ୍ୟ ଦେଖିଥିବେ, ଭୁବନ ଜନସାଧାରଣ ମଧ୍ୟ ଜାଣିଛନ୍ତି। ଏ ଅନାସ୍ଥା ଆସିଛି, ଭଲ କରିଛନ୍ତି କଲେକ୍ଟର ମହୋଦୟ ଅନାସ୍ଥା ଆଣିଛନ୍ତି, କିନ୍ତୁ ମୋତେ ଗୋଟେ ନୋଟିସ୍ ଦେଇନାହାନ୍ତି। ସେଇଟା ବଡ଼ ଦୁଃଖର କଥା। ମୋତେ ପବ୍ଲିକ ଭୋଟ ଦେଇକି ଜିତେଇବେ, କାଉନସିଲର ମାନେ ଯଦି ମୋତେ ଅନାସ୍ଥା ଆଣିବେ ମୋ ବିରୁଦ୍ଧରେ, ମୁଁ ଜାଣିବି ନାହିଁ ମୋ ଅନାସ୍ଥା ଆଣି ମୋତେ ଫୋପାଡ଼ି ଦେବେ। ମୋର ଅଧିକାର ଅଛି ଜାଣିବାର, ମୋତେ ବି ନୋଟିସ୍ ଦେବାର ଦରକାର ଥିଲା। ମୋ କନଷ୍ଟିଚୁଏନ୍ସି ଭିତରେ ଇଲେକ୍ସନ ନ କରି ଆସି ସବ୍ କଲେକ୍ଟର ଅଫିସରେ କରିବାର ଯଥାର୍ଥତା କ'ଣ ତା ବି ମଧ୍ୟ ମୁଁ ବୁଝିପାରୁନାହିଁ। ମାନ୍ୟବର ନ୍ୟାୟାଳୟଙ୍କ ହାଇକୋର୍ଟର ଦ୍ୱାରସ୍ଥ ମୁଁ ହେଇଥିଲି ଏବଂ ମୋତେ କୋର୍ଟ ଅର୍ଡର ମଧ୍ୟ ମିଳିଥିଲା କି ଭୋଟିଂ ଆଜି ହେବ 12 ତାରିଖରେ, କିନ୍ତୁ କାଉଣ୍ଟିଂ ସ୍ଥଗିତ ରହିବ ଯେପର୍ଯ୍ୟନ୍ତ ନ୍ୟାୟାଳୟଙ୍କର ନିର୍ଦ୍ଦେଶ ଆସିନାହିଁ। ତା ଭିତରେ ଆଉ ଗୋଟେ କଥା ଦୁଃଖର କଥା କହୁଛି, ଅନାସ୍ଥା କେବଳ ରାଜନୀତି ପାଇଁ ଲକ୍ଷ୍ୟ ତାଙ୍କର, ରାଜନୀତି କରିବା ଗୋଟେ ସଂକୀର୍ଣ୍ଣ ମନୋଭାବ। ଭୁବନର ବିକାଶ ଗୋଟେ ପଟରେ ଆଉ ରାଜନୀତି ମାନେ ଆସି କରୁଛନ୍ତି। ଗୋଟେ ଏସ୍ଟି ଲେଡି 15 ନମ୍ବର ୱାର୍ଡର କାଉନସିଲର, ତା ଘର ହେଉଛି 2 ନମ୍ବର। କାମାକ୍ଷା ନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।